ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯୋଉମାନଙ୍କର ଅଛି ହିଷ୍ଟ୍ରି ତ ଆର୍ଟ୍ସ ପିଲା ଯୋଉମାନଙ୍କର ହିଷ୍ଟ୍ରି ଅଛି ତ ଆଜି ଆମେ ଆଲୋଚନା କରିବା କ'ଣ ଗୋଟେ ମାରାଥନ କ୍ଲାସ୍ ତ 80 ମାର୍କର ତ 80 ମାର୍କର ଗୋଟେ ସେଟ୍ ଆଲୋଚନା କରିବା ପିଲାମାନେ ହିଷ୍ଟ୍ରିର କେମିତି କ'ଣ କ୍ୱେଶ୍ଚିନ୍ ପଡୁଛି ବୋର୍ଡ ଏକ୍ଜାମକୁ କେମିତି କ୍ୱେଶ୍ଚିନ୍ ଆସିବ କେମିତି ଟାଇପ୍ର କେତେ ମାର୍କର ସବୁ କ୍ୱେଶ୍ଚିନ୍ ଅଛି ଆଜି ଆମେ ଆଲୋଚନା କରିବା ତମେ ଭାବିବନି ଏଇଟା ସିଲେକ୍ସନ କ୍ୱେଶ୍ଚିନ୍ ଏତିକି ପଢିଦବ ନା ତ ଏଇଟା ପ୍ରାକ୍ଟିସ ପାଇଁ ଆସିଛି ଆ ଭିତରୁ କିନ୍ତୁ କ୍ୱେଶ୍ଚିନ୍ ଆସିପାରିବ ବୁଝିହେଲା ତ ସବୁ ଯାକ 80ରୁ 80 ଆସିବନି 80ରୁ 10 20 ଆସିପାରିବ ବୁଝିହେଲା ତ 5-6ଟା ମାରାଥନ କ୍ଲାସ୍ କଲେ ତମେ 80ରୁ 80 ପାଇଯିବ କ୍ୱେଶ୍ଚିନ୍ ଆନ୍ସର ତ ସେ ପର୍ଯ୍ୟନ୍ତ ଭିଡ଼ିଓ ସହ ଯୋଡ଼ି ହେଇ ରୁହ ପିଲାମାନେ ତ ଚ୍ୟାନେଲ ସହ ଯୋଡ଼ି ହେଇ ରୁହ ସମସ୍ତଙ୍କର ଭଲ ଏକ୍ଜାମ ଭଲ କ'ଣ ନା ପରୀକ୍ଷା ହବ ତ ପିଲାମାନେ ତମମାନଙ୍କର ଆଜିକା ଦିନରେ ଏକ୍ଜାମ ହବାକୁ ଯାଉଛି ବାରମ୍ବାର କହୁଛି ତ ଆଉ 1 ମନ୍ଥ ରହିଲା ତମର ଏକ୍ଜାମ ବୁଝିହେଲା ତ ଆଜି 18 ତାରିଖ ଫେବୃଆରୀ 18 ତମର ଏକ୍ଜାମ ତ ଜମା ଡେରି ନ କରି ପାଠ ପଢ ଆଉ ଅଳସୁଆ ହୁଅନି ବୁଲନି ଯେତିକି ବୁଲ ବହୁତ ତ ଫୁଲ ମାର୍କ ଅଛି ସମୟ 3 ଘଣ୍ଟାରେ ଇତିହାସର ଆମେ ଗୋଟେ କରିବା ତ ବହୁତ ପିଲାମାନେ ଇତିହାସର ପ୍ରାକ୍ଟିସ 80 ମାର୍କ ଆଣ ତ ଇତିହାସର 80 ମାର୍କ ଫାଇନାଲି ନେଇ ଆସିଛି ତ ଚାଲ ଆମେ ଷ୍ଟାର୍ଟ କରିବା ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବ ତ ପିଲାମାନେ ପ୍ରଥମ କ୍ୱେଶ୍ଚିନ୍ କରିଦେଇଛି ଆମେ ଆଲୋଚନା କରିବା ପ୍ରଥମ କ୍ୱେଶ୍ଚିନ୍ କରିଦେଇଛି 21ଟି କ୍ୱେଶ୍ଚିନ୍ ଦେଲା MCQ ତମର କେତୋଟି ଦେଇଦେଇଛି ନା 21ଟି କ୍ୱେଶ୍ଚିନ୍ ତ କ'ଣ ନା ମୌର୍ଯ୍ୟ ଶାସନ ସମୟରେ ସେତୁ କହିଲେ କ'ଣ ବୁଝାଯାଏ ସରକାରୀ ଜମିରୁ ରାଜସ୍ୱ ଆଦାୟ ନା ଘରୋଇ ଜମିରୁ ଆଦାୟ ରାଜସ୍ୱ ନା ଫଳ ପନିପରିବାରୁ ଆଦାୟ ରାଜସ୍ୱ ନା ଜଙ୍ଗଲ ଜମିରୁ ଆଦାୟ ରାଜସ୍ୱ କ'ଣ ହବ ନା ଅପସନ୍ ହବ ତ୍ରିପଲ ଆଇ ଫଳ ଓ ପନିପରିବାରୁ ଆଦାୟ ରାଜସ୍ୱ ନେକ୍ସଟ କେଉଁ ଧର୍ମରେ ପ୍ରଥମେ ମଠ ବ୍ୟବସ୍ଥାର ପ୍ରଚଳନ ଆରମ୍ଭ କରାଯାଇଥିଲା କେଉଁ ଧର୍ମରେ ହିନ୍ଦୁ ଧର୍ମ ଜୈନ ଧର୍ମ ଶିଖ ଧର୍ମ ବୌଦ୍ଧ ଧର୍ମ କେଉଁ ଧର୍ମରେ ପିଲାମାନେ ନା ବୌଦ୍ଧ ଧର୍ମରେ ନେକ୍ସଟ ସାଂଖ୍ୟକାରିକା ନାମକ ହିନ୍ଦୁ ଦର୍ଶନ ଶାସ୍ତ୍ରର ରଚୟିତା କିଏ ଥିଲେ ଜୈମିନୀ ପତଞ୍ଜଳି ଈଶ୍ୱର କୃଷ୍ଣ ବ୍ୟାସଦେବ କିଏ ଥିଲେ ନା ଈଶ୍ୱର କୃଷ୍ଣ ନେକ୍ସଟ କିଏ ଜୈନ ଧର୍ମର ଆଦି ପ୍ରଚାରକ ଥିଲେ ମହାବୀର ପାର୍ଶ୍ୱନାଥ ଋଷଭନାଥ ନେମିନାଥ କିଏ ନା ଋଷଭନାଥ ନେକ୍ସଟ କ୍ୱେଶ୍ଚିନ୍ ସମ୍ରାଟ ଅଶୋକଙ୍କ ସମୟରେ କଳିଙ୍ଗର ମୁଖ୍ୟ ଶାସନ କେନ୍ଦ୍ର କେଉଁଠାରେ ଥିଲା କଳିଙ୍ଗ ନଗର ତୋଷାଳୀ ସମପା ଜଉଗଡ଼ କେଉଁଠି ଥିଲା ନା ତୋଷାଳୀ କ'ଣ ନା ତୋଷାଳୀ ନେକ୍ସଟ ଗୁପ୍ତ ଯୁଗରେ କେଉଁ ଭାଷାର ପୁନରୁତ୍ଥାନ ହୋଇଥିଲା ଗୁପ୍ତ ଯୁଗରେ ପାଲି ସଂସ୍କୃତ ହିନ୍ଦୀ ପ୍ରାକୃତ ଗୁପ୍ତ ଯୁଗରେ କେଉଁ ଭାଷାର ପୁନରୁତ୍ଥାନ ହୋଇଥିଲା ନା ସଂସ୍କୃତ କ'ଣ ନା ସଂସ୍କୃତ ଭାଷାର ନେକ୍ସଟ କେଉଁମାନେ ଭାରତବର୍ଷକୁ ହିନ୍ଦୁସ୍ତାନ ବୋଲି କହୁଥିଲେ ପାରସିକ ଆରବୀୟ ତୁର୍କ ଇଂରେଜ କିଏ ନା ତୁର୍କ କେଉଁମାନେ ନା ତୁର୍କ ମାନେ ନେକ୍ସଟ ଅରିଜ ଇ ମମଲିକ ସୁଲତାନ ରାଜତ୍ୱରେ କେଉଁ ବିଭାଗର ମନ୍ତ୍ରୀ ଥିଲେ ଅର୍ଥ ବିଭାଗ ପୋଲିସ ବିଭାଗ ସାମରିକ ବିଭାଗ କୃଷି ବିଭାଗ କେଉଁ ବିଭାଗ ନା ତ୍ରିପଲ ଆଇ ସାମରିକ ବିଭାଗ ନେକ୍ସଟ ସମ୍ରାଟ ଆକବର କେଉଁ ଚିସ୍ତି ସନ୍ଥଙ୍କୁ ବାରମ୍ବାର ସାକ୍ଷାତ କରୁଥିଲେ ଏବଂ ତାଙ୍କ କବର ଉପରେ ମାର୍ବଲର ଏକ ସ୍ମୃତି ମସଜିଦ ନିର୍ମାଣ କରିଥିଲେ ସଲିମ ଚିସ୍ତି ନା ମୁଇଉଦ୍ଦିନ ଚିସ୍ତି ଖାଜା ଅବଦୁଲ ଚିସ୍ତି ନା ଶେଖ ନିଜାମୁଦ୍ଦିନ ଆଉଲିଆ କ'ଣ ହବ ପିଲାମାନେ ନା ସଲିମ ଚିସ୍ତି ନେକ୍ସଟ ଇବନ ବତୁତା କେଉଁ ସୁଲତାନଙ୍କ ରାଜସ୍ୱ ସମୟରେ ଭାରତ ଆସିଥିଲେ ଇଲତୁତମିଶ ବଲବନ ଆଲାଉଦ୍ଦିନ ଖିଲିଜ ମହମ୍ମଦ ବିନ ତୁଗଲକ କ'ଣ ହବ ପିଲାମାନେ ନା ମହମ୍ମଦ ବିନ ତୁଗଲକ ନେକ୍ସଟ ସୁଫି ଧର୍ମ କେଉଁ ଧର୍ମର ଅଂଶ ବିଶେଷ ହିନ୍ଦୁ ଧର୍ମ ବୌଦ୍ଧ ଧର୍ମ ଜୈନ ଧର୍ମ ଇସଲାମ ଧର୍ମ
କେଉଁ ଧର୍ମ ନା ଇସଲାମ ଧର୍ମ। ନେକ୍ସଟ, ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ବକ୍ସି ଜଗବନ୍ଧୁ ଆତ୍ମସମର୍ପଣ କରିଥିଲେ? 1820 ଖ୍ରୀଷ୍ଟାବ୍ଦ, 1825 ଖ୍ରୀଷ୍ଟାବ୍ଦ, 1832 ଖ୍ରୀଷ୍ଟାବ୍ଦ, 1840 ଖ୍ରୀଷ୍ଟାବ୍ଦ। କେତେ ଖ୍ରୀଷ୍ଟାବ୍ଦ ପିଲାମାନେ? ନା 1825 ଖ୍ରୀଷ୍ଟାବ୍ଦ। ନେକ୍ସଟ, ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆଗତ ଭାରତ ଛାଡ଼ ପ୍ରସ୍ତାବ କେଉଁ ଅଧିବେଶନରେ ଅନୁମୋଦିତ ଲାଭ କରିଥିଲା? ଲାହୋର 1929 ମସିହା, କଲିକତା 1920, ବମ୍ବେ 1942, ନାଗପୁର 1920। କଣ ହବ? ନା ବମ୍ବେ 1942 ମସିହା। ନେକ୍ସଟ, ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଗଠିତ ହୋଇଥିଲା? 1600 ଖ୍ରୀଷ୍ଟାବ୍ଦ, 1606 ଖ୍ରୀଷ୍ଟାବ୍ଦ, 1608, 1610। କେତେ ଖ୍ରୀଷ୍ଟାବ୍ଦ ପିଲାମାନେ? ନା 1600 ଖ୍ରୀଷ୍ଟାବ୍ଦ। କେତେ? ନା 1600 ଖ୍ରୀଷ୍ଟାବ୍ଦ। ନେକ୍ସଟ, ସିନ୍ଧୁଙ୍କୁ କେଉଁ ବିଦ୍ରୋହର ମହାନାୟକ କୁହାଯାଏ? ସିନ୍ଧୁଙ୍କୁ ଖୋର୍ଦ୍ଧା ବିଦ୍ରୋହ, ସନ୍ନ୍ୟାସୀ ବିଦ୍ରୋହ, ସାନ୍ତାଳ ବିଦ୍ରୋହ, 1857ର ମହାସଂଗ୍ରାମ। କଣ? ନା ସାନ୍ତାଳ ବିଦ୍ରୋହ। ନେକ୍ସଟ କ୍ୱେଶ୍ଚିନ୍, ସତ୍ୟାଗ୍ରହର ପ୍ରଥମ କେଉଁ ସ୍ଥାନରେ ହୋଇଥିଲା? ସତ୍ୟାଗ୍ରହର ପ୍ରଥମ ପ୍ରୟୋଗ ଅହମଦାବାଦ, ପୁନେ, ଚମ୍ପାରନ ନା ବମ୍ବେ? କୋଉଦିନ ହେଇଥିଲା? ନା ଚମ୍ପାରନ। କୋଉଦିନ? ନା ଚମ୍ପାରନ। ନେକ୍ସଟ, କିଏ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ? ହରେକୃଷ୍ଣ ମହତାବ, ନବୀନ ପଟ୍ଟନାୟକ, ବିଶ୍ୱନାଥ ପଣ୍ଡିତ, ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ। କିଏ? ନା ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ। ନେକ୍ସଟ, ଗଞ୍ଜ କହିଲେ କଣ ବୁଝ? ଏକ ସୀମିତ ବଜାର, ନଦୀ କୂଳସ୍ଥିତ ବଡ଼ ସହର, ଏକ ସାପ୍ତାହିକ ହାଟ, ସମ୍ଭ୍ରାନ୍ତମାନେ ବାସ କରୁଥିବା କ୍ଷୁଦ୍ର ସହର। କଣ? ନା ଏକ ସୀମିତ ବଜାର। ନେକ୍ସଟ, ନିମ୍ନୋକ୍ତ କେଉଁଠି ଥିଲା ଉତ୍କଳ ଟ୍ୟାନେଲର କଞ୍ଚାମାଲ? ଚମଡ଼ା, ତୁଳା, ଧାନ, ଆଖୁ। କଣ ହବ? ନା ଚମଡ଼ା। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନୋକ୍ତ କେଉଁ ନେତା ସମ୍ବିଧାନ ସଭାରେ ଆଦିବାସୀ ସମାଜରେ ଜଣେ ପ୍ରମୁଖ ପ୍ରତିନିଧି ଥିଲେ? ଏନ ଜି ରଙ୍ଗା, ଜୟପାଲ ସିଂ, ଆର ଭି ଦୁଲେକର, ବି ପୋକର। କଣ ହବ? ନା ଜୟପାଲ ସିଂ। ନେକ୍ସଟ, ଦଶମ ଶତାବ୍ଦୀରେ ଓଡ଼ିଶାର ନିମ୍ନୋକ୍ତ କେଉଁ ସହରଟି ପ୍ରତିଷ୍ଠା ହୋଇଥିଲା? ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର। କେଉଁ ସହର? ନା କଟକ ସହର। ତ ପିଲାମାନେ ତମମାନଙ୍କର କଣ? ନା ଏଇଟା ଗଲା କଣ? ନା MCQ କ୍ୱେଶ୍ଚିନ୍ ଆନ୍ସର 21ଟା। ତାପରେ ତମେ କରିବା କଣ? ନା ଗ୍ରୁପ ବି ର 14 ମାର୍କସ ମାନେ କଣ? ନା ସାତଟା କରିବ 2 ମାର୍କିଆ କ୍ୱେଶ୍ଚିନ୍। ବୁଝିଲା? ସାତଟା, ଯେକୌଣସି ସାତଟା 2 ମାର୍କିଆ କ୍ୱେଶ୍ଚିନ୍। ଏଇଟା ଦେଲା ଆଇ ଦେଇଛି, ଯେକୌଣସି 2ଟି ପ୍ରଶ୍ନର ଉତ୍ତର ଲେଖ। ଦେଖ ଆର କ୍ୱେଶ୍ଚିନ୍ ପାଟର୍ନ ଟିକେ ଅଲଗା, ହିଷ୍ଟ୍ରିର ସବୁର ଅଲଗା, ହିଷ୍ଟ୍ରିର ଅଲଗା। ହିଷ୍ଟ୍ରିର ଦେଖ କଣ ଦେଇଛି, ତ ତମର ପଲିଟିକାଲ ସାଇନ୍ସରେ ପିଲାମାନେ କଣ ଦଉଥିଲା? ନା 2 ନମ୍ବର ଦଉଥିଲା, 10ଟା କ୍ୱେଶ୍ଚିନ୍ ଦଉଥିଲା, ଯେକୌଣସି ତମେ ତା ଦେହରୁ 7ଟା କର। ଏଇଟା ହିଷ୍ଟ୍ରିର କଣ ଦେଇଛି, 2 ନମ୍ବର ଆଇରେ ଦେଇଛି 3ଟି, ତମେ ଯେକୌଣସି 2ଟା। ତମେ ଭାବିବନି ଆଇ କ୍ୱେଶ୍ଚିନ୍ କିଛି ଆସିଲାନି, ଡବଲ ଆଇରୁ ଆସିଲା, ମୁଁ ସେଠୁ 4ଟା କରିଦେବି ନା। ତ ତମକୁ କହିଲା ଆଇର ମତେ ସବୁ ଯାକ ଆସିଲା, କ୍ୱେଶ୍ଚିନ୍ କରିଦେଲି, ଡବଲ ଆଇର କିଛି ଆସିଲା ତାକୁ ଛାଡ଼ିଦେଲି। ନା, ସେ କ୍ୱେଶ୍ଚିନ୍ ଆଗେ ହିଷ୍ଟ୍ରି କ୍ୱେଶ୍ଚିନ୍ ପାଟର୍ନ ଚେଞ୍ଜ, ଯେକୌଣସି 2ଟି ଆଇର ଏ ବି ସି ଦେଇଛି, ଏଇ ଏ ବି ସି ରୁ ସି କର, ଏ କର, ନହେଲେ ବି ସି କର, ନହେଲେ ଏ ବି କର। ଏଇ 2ଟା ଯେକୌଣସି 2ଟା କରିବ ଆଧରୁ। ବୁଝିହେଲା? 7ଟା କରିବ ଆଧରୁ 2ଟା, ତାପରେ ଆଧରୁ ଯେକୌଣସି 2ଟି 4ଟା, ଆକୌଣସି 2ଟି 6ଟା, ତାପରେ ଆଧରୁ ଗୋଟେ 7ଟା। ବୁଝିହେଲା? ତ ମନ ଇଚ୍ଛା କରିବନି। ଧର୍ମଚକ୍ର ପ୍ରବର୍ତ୍ତନ କଣ? ଧର୍ମଚକ୍ର ପ୍ରବର୍ତ୍ତନ ନା ବୋଧଗୟା ଠାରେ ଜ୍ଞାନ ପ୍ରାପ୍ତି ପରେ ବୁଦ୍ଧ ପ୍ରଥମେ ବାରାଣସୀ ନିକଟବର୍ତ୍ତୀ ସାରନାଥ ନାମକ ସ୍ଥାନରେ 5 ଜଣ ବ୍ରାହ୍ମଣ ଶିଷ୍ୟଙ୍କ ଆଗରେ ତାଙ୍କ ଆବିଷ୍କୃତ ସତ୍ୟକୁ ପ୍ରଚାର କରିଥିଲେ। ସେହି 5 ଜଣ ସନ୍ନ୍ୟାସୀ ଥିଲେ ଯଥାକ୍ରମେ କଣ? ନା କୌଣ୍ଡିନ୍ୟ, ଅଶ୍ୱଜିତ, ବାସବ, ମହାନାମକ ଓ ଉଦ୍ରିକ। ଏହି ଘଟଣାକୁ ବୌଦ୍ଧ ଶାସ୍ତ୍ରରେ ଧର୍ମଚକ୍ର ପ୍ରବର୍ତ୍ତନ କୁହାଯାଇଥାଏ।
ନେକ୍ସଟ ଅଷ୍ଟାଦଶ ତୀର୍ଥ କାହାକୁ କୁହାଯାଉଥିଲା? ତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ମନ୍ତ୍ରୀ ପରିଷଦ 18 ଜଣ ମନ୍ତ୍ରୀଙ୍କୁ ନେଇ ଗଠିତ ହୋଇଥିଲା। ଏହାକୁ ଅଷ୍ଟାଦଶ ତୀର୍ଥ କୁହାଯାଉଥିଲା। ଅବଶ୍ୟ ମନ୍ତ୍ରୀ ପରିଷଦରେ ପରାମର୍ଶ ବାଧ୍ୟତାମୂଳକ କୁହାଯାଉଥିଲା। ଅବଶ୍ୟ ମନ୍ତ୍ରୀ ପରିଷଦର ପରାମର୍ଶ ବାଧ୍ୟତାମୂଳକ ନଥିଲା। ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ତୀର୍ଥମାନେ ହେଲେ ମହାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ପୁରୋହିତ, ସେନାପତି, ଯୁବରାଜ ଓ ଦୈବାରିକ ଇତ୍ୟାଦି। ମନ୍ତ୍ରୀମାନଙ୍କର ସାଧୁତା ଓ କାର୍ଯ୍ୟଦକ୍ଷତା ଗୁରୁତ୍ୱପୂର୍ଣ୍ଣ ଥିଲା। ଏମାନଙ୍କ ବ୍ୟତୀତ ଅନ୍ୟ ରାଜ କର୍ମଚାରୀ ଥିଲେ ଦୁର୍ଗପାଳ, ଅନ୍ତପାଳ, ସମାହର୍ତ୍ତ, ଶନିଧାର, ଅନ୍ତର୍ମନସ୍କ, ପ୍ରଶସ୍ତ। କୌଟିଲ୍ୟଙ୍କ ବର୍ଣ୍ଣନା ଅନୁସାରେ ରାଜସ୍ୱ, ଖଣି, ମାପ ଓ ଓଜନ, ବନ, ଧାତୁ, ବୟନ ଆଦି 22 ଗୋଟି ପ୍ରଶାସନିକ ବିଭାଗ ବିଭିନ୍ନ ଅଧ୍ୟକ୍ଷଙ୍କର ତତ୍ତ୍ୱାବଧାନରେ ରହିଥିଲା। ତାପରେ କଣ ଦେଲା? ଅଜନ୍ତା ଓ ଏଲୋରାର ଚିତ୍ରକଳା ଉପରେ ଟିପ୍ପଣୀ। ଅଜନ୍ତା ଏଲୋରା। ଅଜନ୍ତା ଗୁମ୍ଫାରେ ଥିବା ଭିତ୍ତିଚିତ୍ର ଗୁପ୍ତଯୁଗୀୟ ଚିତ୍ରକଳାର ଅପୂର୍ବ ନିଦର୍ଶନ ରୂପେ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି। ଅଜନ୍ତାର ଚିତ୍ରକଳା ଥିଲା ସମୁନ୍ନତ। ବୌଦ୍ଧ ଜାତକର ବହୁ ଗଳ୍ପ, ଯକ୍ଷ, ଗନ୍ଧର୍ବ, ଅପ୍ସରା, ବୃକ୍ଷ, ଲତା, ପୁଷ୍ପ, ମର୍କଟ, ପକ୍ଷୀ ଇତ୍ୟାଦିଙ୍କ ଚିତ୍ର ଥିଲା ବାସ୍ତବିକ ମନମୁଗ୍ଧକର। ଗୁପ୍ତ ଚିତ୍ରଶିଳ୍ପୀମାନେ ଉଜ୍ଜ୍ୱଳ ରଙ୍ଗରେ ଆଧ୍ୟାତ୍ମିକ ସାଂସାରିକ ବିଷୟମାନଙ୍କୁ କେନ୍ଦ୍ର କରି ପ୍ରାକୃତିକ ଜୀବନ୍ତ ଆକାରରେ ଚିତ୍ର ଅଙ୍କନ କରିପାରିଥିଲେ। କଣ ନା ଅଜନ୍ତାର 19 ନମ୍ବର ଗୁମ୍ଫାରେ ବୁଦ୍ଧଙ୍କର କପିଳାବସ୍ତୁ ପ୍ରତ୍ୟାବର୍ତ୍ତନର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ। ତାପରେ ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର ଲେଖିବ। କିତାବ ଉଲ୍ ହିନ୍ଦ୍ ପୁସ୍ତକ ସମ୍ପର୍କରେ ଏକ ଟିପ୍ପଣୀ ଲେଖ। କଣ ନା କିତାବ ଇଲ୍ ହିନ୍ଦ୍ ପୁସ୍ତକଟି ରାଷ୍ଟ୍ରଦୂତ ଆଲବେରୁଙ୍କ ଏକ ବଳିଷ୍ଠ କୃତି, ଯାହାକୁ ସେ 1031 ଖ୍ରୀଷ୍ଟାବ୍ଦରେ ଗଜନୀରେ ଥିଲାବେଳେ ଲେଖିଥିଲେ। ଆରବିକ୍ ଭାଷାରେ ଲିଖିତ ଏହି ପୁସ୍ତକକୁ କଣ ତାର୍କି ଇଲ୍ ହିନ୍ଦ୍ କୁହାଯାଏ। ଏହି ପୁସ୍ତକରେ କେତୋଟି ଅଧ୍ୟାୟ ଅଛି? ନା 80ଟି ଅଧ୍ୟାୟ ରହିଛି। କଣ ନା 80ଟି ଅଧ୍ୟାୟରେ ବିଭକ୍ତ। ଏଥିରେ ହିନ୍ଦୁ ଧର୍ମ, ଦର୍ଶନ, ପର୍ବପର୍ବାଣୀ, ପ୍ରଥା ଓ ପରମ୍ପରା, ଭାରତୀୟମାନଙ୍କର ସାମାଜିକ, ଆର୍ଥିକ, ରାଜନୈତିକ ଜୀବନ, ଭୂଗୋଳ, ଦେବାଦେବୀ ମୂର୍ତ୍ତି, ଧର୍ମୀୟ ପରମ୍ପରା, ସାହିତ୍ୟ, ଆଇନ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଇତ୍ୟାଦି ବିଷୟରେ ବର୍ଣ୍ଣିତ ହୋଇଛି। ତାର ଏହି ପୁସ୍ତକଟି ଲେଖିବା ମୂଳରେ ଆଲବେରୁଙ୍କ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆଲବେରୁଙ୍କ ଦୁଇଟି ମୁଖ୍ୟ କଣ ନା ଉଦ୍ଦେଶ୍ୟ ଥିଲା। ପ୍ରଥମତଃ କଣ ନା ଯେଉଁମାନେ ହିନ୍ଦୁତ୍ୱ ଏବଂ ଦର୍ଶନ ଉପରେ ଜାଣିବାକୁ ଚାହିଁବେ ସେମାନଙ୍କୁ ଏହି ପୁସ୍ତକଟି ସାହାଯ୍ୟ କରିବ। ଦ୍ୱିତୀୟତଃ ଯେଉଁ ବ୍ୟକ୍ତି ତାଙ୍କଠାରୁ ଭିନ୍ନ ମତ ପୋଷଣ କରିବ ତାକୁ ସେ ତାଙ୍କ ପୁସ୍ତକରେ ସ୍ଥାନ ଦେବେ। ନେକ୍ସଟ ଶ୍ରୀ ଚୈତନ୍ୟଙ୍କ ଧର୍ମ ମତ କଣ ଥିଲା? ଶ୍ରୀ ଚୈତନ୍ୟ ଗୌଡ଼ୀୟ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ। ସେ ପ୍ରେମ ଓ ମୈତ୍ରୀର ବାଣୀ ପ୍ରଚାର କରି ସମସ୍ତଙ୍କୁ ଆକର୍ଷିତ କରି ପାରୁଥିଲେ। କୃଷ୍ଣ ଭକ୍ତି କୀର୍ତ୍ତନ ଦ୍ୱାରା ଈଶ୍ୱର ପ୍ରାପ୍ତି ସମ୍ଭବ ବୋଲି ସେ ପ୍ରଚାର କରିଥିଲେ। ବୁଝିହେଲା? ତାପରେ ଶାହାଜାନଙ୍କ ଯୁଗର କଳା ଓ ସ୍ଥାପତ୍ୟର ସମ୍ପର୍କରେ ଲେଖ। ଯେକୌଣସି ଦୁଇଟି ପ୍ରଶ୍ନ। ତ ଶାହାଜାନଙ୍କ କଣ? ଶାହାଜାନଙ୍କ ରାଜତ୍ୱ କାଳରେ ଇଣ୍ଡୋ ଇସଲାମୀୟ କଳାର ଚରମ ବିକାଶ ସାଧିତ ହୋଇଥିଲା। ଶାହାଜାନଙ୍କ ଦ୍ୱାରା ମମତାଜଙ୍କର ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ସ୍ମୃତିସୌଧ ତାଜମହଲ ଇଣ୍ଡୋ ଇସଲାମୀୟ ସ୍ଥାପତ୍ୟର ଶ୍ରେଷ୍ଠ ନିଦର୍ଶନ। ତାପରେ ଦିନ୍ ଇ ଇଲାହି କଣ? ଦିନ୍ ଇ ଇଲାହି ଧର୍ମ କ୍ଷେତ୍ରରେ ସର୍ବଶେଷ ନିଷ୍ପତ୍ତି ନେବାର କ୍ଷମତା ହାସଲ କରିବା ପରେ ଆକବର ଦିନ୍ ଇ ଇଲାହି ନାମକ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ। 1582 ଖ୍ରୀଷ୍ଟାବ୍ଦରେ ସେ ହିନ୍ଦୁ ଧର୍ମଗ୍ରନ୍ଥ କୋରାନ, ବାଇବେଲ, ଜୈନ, ଆଭସ୍ତ ପ୍ରଭୃତିରୁ ସାରମର୍ମ ସଂଗ୍ରହ କରି ଏହି ସ୍ୱର୍ଗୀୟ ଧର୍ମ ସୃଷ୍ଟି କରିଥିଲେ। ସର୍ବଧର୍ମର ସମନ୍ୱୟରେ ଏହି ଧର୍ମର ନୀତି ନିୟମ ପ୍ରଣୀତ ହୋଇଥିଲା। ସବୁ ଧର୍ମାବଲମ୍ବୀମାନଙ୍କୁ ଏକତ୍ରିତ କରିବା ପାଇଁ ଏହା ଏକ ଉଦ୍ଦିଷ୍ଟ ଥିଲା। ଯେକୌଣସି ଦୁଇଟି ପ୍ରଶ୍ନର ଉତ୍ତର। 1857 ବିଦ୍ରୋହରେ ରାଣୀ ଲକ୍ଷ୍ମୀବାଈଙ୍କ ଭୂମିକା ଥିଲା କଣ? ରାଣୀ ଲକ୍ଷ୍ମୀବାଈ ଝାନ୍ସୀର ଶାସକ ଗଙ୍ଗାଧର ରାଓଙ୍କ ପତ୍ନୀ ଥିଲେ। ଅପୁତ୍ରିକ ଥିବାରୁ ସେ ଆନନ୍ଦ ରାଓଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ମାତ୍ର ଗଙ୍ଗାଧର ରାଓଙ୍କ ମୃତ୍ୟୁ ପରେ ସିଂହାସନ ପାଇଁ ତାଙ୍କ ପୋଷ୍ୟପୁତ୍ର ଦାବିକୁ ଲର୍ଡ ଡେଲହାଉସୀ ଅଗ୍ରାହ୍ୟ କରି ଦେଇଥିଲେ।
ଚିରସ୍ଥାୟୀ ବନ୍ଦୋବସ୍ତର ନୀତିଗୁଡ଼ିକ କ'ଣ ଥିଲା? ନା ଜମିଦାରମାନେ ନିର୍ଦ୍ଦିଷ୍ଟ ଇଲାକାରେ 10 ବର୍ଷ ଯାଏ ରାଜସ୍ୱ ଆଦାୟ କରିବା ଦାୟିତ୍ୱ ନେଇଥିଲେ। ଜମିଦାରମାନେ ବଂଶାନୁକ୍ରମିକ ଓ ଆଇନସମ୍ମତ ଭାବେ ସ୍ୱତ୍ୱ ଉପଭୋଗ କଲେ ଏବଂ ଏକ ନିର୍ଦ୍ଦିଷ୍ଟ ହାରରେ ସରକାରଙ୍କୁ ରାଜସ୍ୱ ଦେଲେ। ତାପରେ ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନ ପାଇଁ କି ପ୍ରକାର କାର୍ଯ୍ୟପ୍ରଥା ଗ୍ରହଣ କରାଯାଇଥିଲା? ନା ସରକାରଙ୍କୁ ଖଜଣା ଦେବା ବନ୍ଦ କରିବା, ସରକାରୀ ଗୋଦାମ ଲୁଣ୍ଠନ କରିବା, ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗ ଦେବା ପାଇଁ ପ୍ରବର୍ତ୍ତାଇବା, ପଞ୍ଚାୟତ ଗଠନ କରିବା, ଜଙ୍ଗଲ ଆଇନ ଉଲ୍ଲଂଘନ କରିବା, ସରକାରୀ ଆଇନ ଅମାନ୍ୟ କରିବା। ତାପରେ କ'ଣ ଦେଲା? ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର। ଅଟଲି ସବ୍ କମିଟିର କାର୍ଯ୍ୟାବଳୀ କ'ଣ ଥିଲା? ନା ସାଇମନ କମିଶନଙ୍କ ସୁପାରିଶ କ୍ରମେ ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବା ପାଇଁ ଏକ କମିଟି CIACR କ'ଣ ଦେଲା? ଅଟଲି ସବ୍ କମିଟିର କାର୍ଯ୍ୟବଳୀ ସାଇମନ କମିଶନଙ୍କ ସୁପାରିଶ କ୍ରମେ ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବା ପାଇଁ ଏକ କମିଟି CR ଅଟଲିଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା। ଏହାକୁ ଅଟଲି ସବ୍ କମିଟି କୁହାଯାଇଥାଏ। ଅନୁଗୁଳ ବଙ୍ଗ ପ୍ରଦେଶର ମେଦିନୀପୁର, ମାନ୍ଦ୍ରାଜର ଗଞ୍ଜାମ ଓ ମଧ୍ୟପ୍ରଦେଶର ଅଧୀନସ୍ଥ ଖଡ଼ିଆଳ ଆଦି ଅଞ୍ଚଳ ଓଡ଼ିଶା ସହିତ ମିଶିବା ପାଇଁ କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ କାର୍ଯ୍ୟାବଳୀ କ'ଣ? ନା ଶ୍ରୀମତୀ ମାଳତୀ ଚୌଧୁରୀ ଓଡ଼ିଶାର ଜଣେ ସୁନାମଧନ୍ୟ ନାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। କଲିକତାରେ ଜନ୍ମ ହୋଇ ଶିକ୍ଷାଲାଭ କରିଥିଲେ ମଧ୍ୟ 1927 ଖ୍ରୀଷ୍ଟାବ୍ଦରେ ନବକୃଷ୍ଣ ଚୌଧୁରୀଙ୍କୁ ବିବାହ କରିବା ପରେ ସେ ଓଡ଼ିଶା ଆସି ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ। ସ୍ୱାମୀଙ୍କ ଦ୍ୱାରା ଉତ୍ସାହିତ ହୋଇ ମାଳତୀ ଦେବୀ ଜଗତସିଂହପୁର ଅନ୍ତର୍ଗତ ତରିକୁନ୍ଦଠାରେ ଉନ୍ନତ ଧରଣର କୃଷିର ପ୍ରବର୍ତ୍ତନ କରିଥିଲେ। ଏତଦ୍‌ବ୍ୟତୀତ ସମାଜ ନିରକ୍ଷରତା ଦୂରୀକରଣ ପାଇଁ ନୈଶ ବିଦ୍ୟାଳୟ ସ୍ଥାପନ, ଅସ୍ପୃଶ୍ୟତା ନିବାରଣ, ଯୁବ ସଂଗଠନ ଆଦି କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ। 1930 ଖ୍ରୀଷ୍ଟାବ୍ଦରେ ଲବଣ ସତ୍ୟାଗ୍ରହ ଯୋଗଦାନ କରି ଇଞ୍ଚୁଡ଼ି ଓ କୁଜଙ୍ଗଠାରେ ଲବଣ ଆଇନ ଅମାନ୍ୟ କରିଥିଲେ। ସେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେବା କରି ବଜାଜ ପୁରସ୍କାର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହୋଇଥିଲେ। ତାପରେ ଦେଲା କ'ଣ? ନା 7 ମାର୍କିଆ କୋଶ୍ଚିନ୍ 3ଟି କରିବ। ଭାରତର ସଭ୍ୟତା, ଯେକୌଣସି 2ଟି ପ୍ରଶ୍ନର ଉତ୍ତର। ଭାରତୀୟ ସଭ୍ୟତା ପ୍ରତି ବୌଦ୍ଧ ଧର୍ମର ଅବଦାନ କ'ଣ ଥିଲା? ମୌର୍ଯ୍ୟ ସାମ୍ରାଜ୍ୟର ସାମରିକ ଶାସନ ସମ୍ବନ୍ଧ ଲେଖ। ଗୁପ୍ତ ସ୍ଥାପତ୍ୟ ଭାସ୍କର୍ଯ୍ୟ ବିଷୟରେ ଟିପ୍ପଣୀ। ଯେକୌଣସି 2ଟି ପ୍ରଶ୍ନର ଦିଅ। ଉଲେମା କ'ଣ? ଫ୍ରାଙ୍କିସ୍ ବର୍ନିୟର କିଏ? ତାଙ୍କ ବିଷୟରେ ଯାହା ଜାଣ। ଭକ୍ତି ଆନ୍ଦୋଳନ ସୂତ୍ରପାତ ହେବାର କାରଣ। ମୋଗଲ ଯୁଗର ସ୍ଥାପତ୍ୟ ସମ୍ପର୍କରେ କ'ଣ ଲେଖ। ତାପରେ ଯେକୌଣସି 2ଟି ପ୍ରଶ୍ନର ଉତ୍ତର। 1857 ବିଦ୍ରୋହରେ ଅର୍ଥନୈତିକ କାରଣ ମାନ। ତ ଏଇଟା 3 ମାର୍କିଆ। 3 ମାର୍କିଆ ତମେ 7ଟା କରିବ। ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ଦିଅ। ଭାରତରେ ପ୍ରାଥମିକ ଶୈଳନିବାସ ସ୍ଥାପନ ଉପରେ ଏକ ଟିପ୍ପଣୀ। ଭାରତ ସମ୍ବିଧାନର ମୁଖବନ୍ଧ। 24 ମାର୍କ। 8 ମାର୍କିଆ କୋଶ୍ଚିନ୍ ତମେ 3ଟି କରିବ। 300ରୁ 350 ଶବ୍ଦ ମଧ୍ୟରେ। ଏଇଟା କୋଶ୍ଚିନ୍ ଦେଇଛି। 1 2 3 4 6ଟା କୋଶ୍ଚିନ୍‌ରୁ ତମେ 3ଟି କରିବ। କଳିଙ୍ଗ ଯୁଦ୍ଧର କାରଣ ଫଳାଫଳ। ମଧ୍ୟଯୁଗୀୟ ଭାରତରେ ଭକ୍ତି ପରମ୍ପରାକୁ କବିଙ୍କ ନୀତି ଶିକ୍ଷା ଓ ଅବଦାନର ମୂଲ୍ୟାୟନ। ପ୍ରସିଦ୍ଧ ପରିବ୍ରାଜକ ଇବନ ବତୁତାଙ୍କ ଭ୍ରମଣ ବୃତ୍ତାନ୍ତ। ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଉପରେ ଏକ ଟିପ୍ପଣୀ। ତାପରେ 1817 ଖ୍ରୀଷ୍ଟାବ୍ଦରେ ପାଇକ ବିଦ୍ରୋହର କାରଣ ଫଳାଫଳ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ମଧୁସୂଦନ ଦାସ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନଗୁଡ଼ିକ ପରୀକ୍ଷା ମୂଲ୍ୟାୟନ। ତ ପିଲାମାନେ ତମମାନଙ୍କର ହିଷ୍ଟ୍ରି କୋଶ୍ଚିନ୍ 80 ମାର୍କର ଆଲୋଚନା କଲେ। ପିଲାମାନେ ତମମାନେ ବହୁତ ଭଲ କୋଶ୍ଚିନ୍ ଗୁଡ଼ାକ ବୁଝିଲା। ଏମିତି ଟାଇପ୍ର ହିଷ୍ଟ୍ରିର କୋଶ୍ଚିନ୍ ପଡ଼ିବ ବୋର୍ଡ଼ ଏକ୍ଜାମ୍। ବୁଝିଲା? ସମସ୍ତେ ବୁଝିପାରୁଥିବ। ତ ପିଲାମାନେ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।